ବିଲୁଆ ଏବଂ ସିଂହ କଥା। ଗୋଟିଏ ଜଙ୍ଗଲରେ ମହାଚତୁରକ ନାମକ ଏକ ବିଲୁଆ ବାସ କରୁଥାଏ। ଥରେ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ହାତୀକୁ ମରି ପଡ଼ିଥିବାର ଦେଖିଲା। ମଲା ହାତୀକୁ ଦେଖି ସେ ପ୍ରଥମେ ତାର ଚାରିପାଖରେ କିଛି ସମୟ ପାଇଁ ବୁଲିଲା। ମଲା ହାତୀଟିର ମାଂସ ଖାଇବାକୁ ତାର ଲୋଭ ହେଲା, କିନ୍ତୁ ସେ ହାତୀର ଟାଣ ଚମଡ଼ାକୁ ଫିଟାଇ ପାରିଲା ନାହିଁ। ଏହି ସମୟରେ ଏକ ସିଂହ ସେଠାରେ ଆସି ପହଞ୍ଚିଲା। ସିଂହକୁ ଦେଖି ନମସ୍କାର କରି କହିଲା, ପ୍ରଭୁ, ଆପଣ ଏ ଜଙ୍ଗଲର ମହାରାଜ, ମୁଁ ତ ଛାର ସେବକଟିଏ ମାତ୍ର। ଆପଣଙ୍କ ଭୋଜନ ନିମନ୍ତେ ମୁଁ ଏଠାରେ ଏହି ମହାହାତୀଟିକୁ ଜଗି ବସିଛି। ଆପଣ ତ ବର୍ତ୍ତମାନ ଏଠାକୁ ଆସିଗଲେଣି, ତେଣୁ ପ୍ରଥମେ ଆପଣ ଏହାକୁ ଭୋଜନ କରନ୍ତୁ। ବିଲୁଆର ପ୍ରଭୁ ଭକ୍ତିରେ ସିଂହ ମହାରାଜ ଖୁସି ହୋଇ ତାକୁ କହିଲେ, ବତ୍ସ, ମୁଁ ଅନ୍ୟ ଦ୍ୱାରା ଶିକାର କରାଯାଇଥିବା ଜୀବକୁ ଭକ୍ଷଣ କରେ ନାହିଁ, ତେଣୁ ତୁମେ ଏହାକୁ ଭୋଜନ ରୂପେ ବ୍ୟବହାର କରିପାର। ସିଂହର ଏହି ତାଦୃଶ୍ୟ କଥା ଶୁଣି ଚତୁର ବିଲୁଆ କହିଲେ, ମହାରାଜ, ମୁଁ ଆପଣଙ୍କ ନିକଟରେ ଧନ୍ୟ। ପ୍ରକୃତରେ ଆପଣ ରାଜାର ସ୍ୱଭାବକୁ ବାଦ୍ ଦେଇ ନାହାନ୍ତି। ବିଲୁଆର କଥା ଶୁଣି ସିଂହଟି ମନେ ମନେ କୃତକୃତ୍ୟ ହୋଇ କିଛି ସମୟ ପରେ ଚାଲିଗଲା। ସିଂହ ଚାଲିଯିବା ପରେ ବିଲୁଆଟି ଶାନ୍ତିରେ ନିଶ୍ୱାସ ମାରିଲା। କିନ୍ତୁ କିଛି ସମୟ ପରେ ସେଠାରେ ଏକ ବାଘ ଆସି ପହଞ୍ଚିଲା। ବାଘକୁ କିପରି ସେ ସେଠାରେ ଘଉଡ଼ାଇବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା। ଚତୁରତାର ସହିତ ବାଘକୁ କହିଲା, ମାମୁଁ, ଏଠାରେ ଯେଉଁ ହାତୀଟିକୁ ମୁଁ ଜଗି ବସିଛି ତାକୁ ପରା ମହାରାଜ ସିଂହ ମାରିଛନ୍ତି। ସେ ବର୍ତ୍ତମାନ ସ୍ନାନ ପାଇଁ ନଦୀକୁ ଯାଇଛନ୍ତି। ଯିବା ପୂର୍ବରୁ ମୋତେ କହିଛନ୍ତି, ଯଦି କୌଣସି ବାଘ ଆସି ମୋର ଶିକାରକୁ ଖାଏ, ତାହେଲେ ମୁଁ ବାଘ ବଂଶ ଲୋପ କରିଦେବି। ବିଲୁଆର କଥା ଶୁଣି ବାଘ ମନେ ମନେ ଡରିଗଲା। ଆଉ କୌଣସି କଥା ଚିନ୍ତା ନ କରି ସିଧା ଏକମୁହାଁ ହୋଇ ଧାଇଁଲା। ବାଘ ସିନା ଚାଲିଗଲା, କିଛି ସମୟ ପରେ ଏକ ଚିତାବାଘ ଆସି ସେଠାରେ ପହଞ୍ଚିଲା। ବିଲୁଆ ତାକୁ ଦେଖି ମନେ ମନେ ଏକ ଉପାୟ ଚିନ୍ତା କଲା। ବିଲୁଆ ଭାବିଲା, ଚିତାର ତ ନଖ ଓ ଦାନ୍ତ ବେଶ ଶକ୍ତ, ତେଣୁ ତାହା ଦ୍ୱାରା କିଛି କାର୍ଯ୍ୟ ହାସଲ କରାଯାଇ ପାରିବ। ତେଣୁ ସେ ଚିତାକୁ କହିଲା, ଭଣଜା କିରେ, ତୋର କ'ଣ କେତେ ଦିନ ହେଲା ଦେଖା ସାକ୍ଷାତ ନଥିଲା? ତୁ କ'ଣ ଆଉ ଏଇ ଜଙ୍ଗଲରେ ରହୁନାହୁଁ କି? ମହାରାଜ ସିଂହ ମୋତେ ଏକ ଦାୟିତ୍ୱ ଦେଇ ଯାଇଛନ୍ତି। ସେ ଏଠାରେ ଏଇ ହାତୀଟିକୁ ଶିକାର କରି ଗାଧୋଇବା ପାଇଁ ଯାଇଛନ୍ତି। ତୁ ତ ମୋର ଅତି ଆପଣାର। ମହାରାଜାଙ୍କର ଗାଧୋଇବା ସରିବା ପର୍ଯ୍ୟନ୍ତ ତୁ କିଛି ସମୟ ପାଇଁ ହାତୀ ମାଂସ ଟିକେ ଖାଉନୁ। ଲୋଭୀ ଚିତାବାଘଟା ଏବେ କିପରି ଚତୁର ବିଲୁଆର ଉଦ୍ଦେଶ୍ୟ ବୁଝିପାରନ୍ତା, ସେ ସଙ୍ଗେ ସଙ୍ଗେ ତାର ଶକ୍ତ ଦାନ୍ତ ଓ ନଖ ସାହାଯ୍ୟରେ ହାତୀ ମାଂସ ଖାଇବାକୁ ଆରମ୍ଭ କଲା। ଠିକ୍ ମାଂସ ଖଣ୍ଡେ ପାଟିକୁ ନେଲା ବେଳକୁ ଚତୁର ବିଲୁଆ ଚିତ୍କାର କଲା, ଭଣଜାରେ, ତୁରନ୍ତ ସ୍ଥାନ ଛାଡ଼ି ପଳା, ସିଂହ ମହାରାଜ ଆସିଗଲେ। ବିଲୁଆର କଥା ଶୁଣି ଚିତାବାଘ କି ସେଠାରେ ରହେ? ସେ ସଙ୍ଗେ ସଙ୍ଗେ ଏକା ଡିଆଙ୍ଗେ ସେ ଜାଗା ଛାଡ଼ି ଚାଲିଗଲା। ଚିତାବାଘ ଯିବା ପରେ ବିଲୁଆ ମନେ ମନେ ଖୁସିରେ ହାତୀ ମାଂସ ଖାଇବାକୁ ଆରମ୍ଭ କରିଦେଲା। ଅଳ୍ପ ମାଂସ ଖାଇବା ପରେ ଆଉ ଏକ ବିଲୁଆ ମାଂସ ବାସନା ପାଇ ସେଠାରେ ଆସି ପହଞ୍ଚିଲା। ମହାଚତୁର ସେଇ ବିଲୁଆଟି ଦେଖି ମନେ ମନେ ରାଗିଯାଇ ତାକୁ କିପରି ସେଠାରୁ ଘଉଡ଼ାଇବ ସେ ବିଷୟରେ ଚିନ୍ତା କଲା। ସଙ୍ଗେ ସଙ୍ଗେ ନିଜ ଶକ୍ତିର ପରାକ୍ରମ ଦେଖାଇବା ପାଇଁ ତା ସହିତ ଯୁଦ୍ଧ ଆରମ୍ଭ କରିଦେଲା। ଯୁଦ୍ଧରେ ସେ ବିଲୁଆଟିକୁ ପରାସ୍ତ କରି ଖୁସିରେ ମାଂସ ଖାଇବା ଆରମ୍ଭ କରିଦେଲା। କାହାଣୀଟି କହିସାରି ମାଙ୍କଡ଼ କହିଲା, ରେ